ସାର୍ ସାର୍ ମୁଁ ଆସିପାରିବି କି? କିରେ ତତେ ଏବେ ସମୟ ହେଲା ସ୍କୁଲକୁ ଆସିବାକୁ? କୁଆଡେ ଗଲା ବେତ? ତତେ ଦଉଛି ସାବାଡ କରି। ସାର୍ ସାର୍ ମୁଁ ବାଟରେ ଆସୁ ଆସୁ ଡେରି ହେଇଗଲା। କଣ ହେଲା? ଆସୁ ଆସୁ ଡେରି ହେଇଗଲା? ସବୁ ପିଲା ବାଟରେ ଆସୁଛନ୍ତି, ତାଙ୍କର ଡେରି ହଉନି, ତୋର ଡେରି ହେଇଗଲା। ସାର୍ ଆପଣ ପରା କାଲି କହିଲେ ହାତେ ମାପି ଚାଖଣ୍ଡେ ଚାଲିଲେ ଜୀବନରେ କିଛି କଷ୍ଟ ଆସିବନି ବୋଲି। ମୁଁ ତ ହାତେ ମାପି ଚାଖଣ୍ଡେ ଚାଲିକି ଆସୁଥିଲି। ଆରେ ଗଣ୍ଡ ମୂର୍ଖ, ବହୁତ କଥା ଏମିତି ଉପଦେଶ ସ୍ଥଳରେ କୁହାଯାଏ, ତାକୁ କଣ ସମସ୍ତେ ମାନି ଚଳିପାରିବେ? ହଉ, ଆଜି ଦିନକୁ ତତେ ଛାଡି ଦଉଛି, ଯା ସେଇଥିରେ ବସ। ହୋମୱାର୍କ କରିଛୁ? କଣ କରିଛୁ ଆଣି ଦେଖା। ହଁ ସାର୍ ମୁଁ ସବୁ ହୋମୱାର୍କ କରିକି ଆଣିଛି, ଦେଖନ୍ତୁ। ହଁ କିରେ ଇଏ ସବୁ କଣ ଲେଖିଛୁ? କେତେବେଳେ ଗାଧେଇଲୁ, କେତେବେଳେ ଖାଇଲୁ, କେତେବେଳେ ଝାଡା ଗଲୁ, କେତେବେଳେ ଶୋଇଲୁ, ଇଏ ସବୁ କଣ ଲେଖିଛୁ? ସାର୍ ହୋମ ମାନେ କଣ? ଘର। ୱାର୍କ ମାନେ କଣ? କାମ, ମାନେ ଘର କାମ। ତେଣୁ ମୁଁ ଘରେ ଯାହା ଯାହା କରିଥିଲି ସେଇଆ ଲେଖିଦେଲି। ଆଉ ମୁଁ ଭୁଲ କଣ କଲି? ତୋ ଭଳିଆ ମୂର୍ଖ ଏ ଦୁନିଆରେ ନାହାନ୍ତି। ସାର୍ ଆଉ ଗୋଟେ ଗାଲରେ ମାରୁନାହାନ୍ତି। ଆଉ ଗୋଟେ ଗାଲରେ କଣ ପାଇଁ? ସାର୍ ମହାତ୍ମା ଗାନ୍ଧୀ ପରା କହିଥିଲେ, ଯଦି ତମକୁ କିଏ ଗୋଟେ ଗାଲକୁ ମାରିବ ତାକୁ ଆର ଗାଲଟା ଦେଖେଇଦବ ବୋଲି। ଆଉ ଗୋଟେ ଗାଲ? ତତେ ଗାଲ, ପିଠି, ମୁଣ୍ଡ ଯୁଆଡେ ମାରିଲେ ବି ତୋର ବୁଦ୍ଧି ହବନି। ଯାବେ କ୍ଲାସରୁ ବାହାର, ତୋର ପାଠ ପଢି ପାରିବିନି। ତୋଠାରୁ ଭଲ ତ ଗୋଟେ ଗଧକୁ ପାଠ ପଢେଇବା। ଯା ବାହାର ମୋ କ୍ଲାସରୁ। ମାନେ ତୁମେ ଆମ କାର୍ଟୁନ ଭିଡିଓ ସବୁ ଦେଖୁଛ, ହେଲେ ଆମ ଚ୍ୟାନେଲକୁ କେହି ସବସ୍କ୍ରାଇବ କରୁନ। ଯଦି ସବସ୍କ୍ରାଇବ ନ କରିବ ବାକି ଭିଡିଓ ଯୋଉ ପଡିବ କେମିତି ଦେଖିବ? ତେଣୁ ଏ ସାଇଡରେ ଥିବା ଆଇକନକୁ କ୍ଲିକ୍ କରି ସବସ୍କ୍ରାଇବ କରନ୍ତୁ, ଆଉ ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ମୁଁ ବହୁତ ଜଲ୍ଦି ଆଉ ଗୋଟେ ଭିଡିଓରେ ଆସିବି।